ଆମେରିକା ଇସ୍ରାଏଲ ଓ ଇରାନର ଯୁଦ୍ଧରେ ସାମରିକ ବ୍ରେକ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଉ ଏହାରି ଭିତରେ ପାକିସ୍ତାନ ଏହି ଯୁଦ୍ଧରେ ମଧ୍ୟସ୍ଥତା କରି ଯୁଦ୍ଧର ଅବସାନ ଘଟାଇବାକୁ ଉଦ୍ୟମ କରୁଥିବାର ରିପୋର୍ଟ ରିଟର୍ସ ତରଫରୁ କୁହାଯାଇଛି। ତେବେ ୟୁକେ ବେସ୍ଡ ଫାଇନାନ୍ସିଆଲ ଟାଇମ୍ସର ଗୋଟିଏ ରିପୋର୍ଟରେ ମଧ୍ୟ ପାକିସ୍ତାନକୁ ମଧ୍ୟସ୍ଥି ଭାବରେ ଉପସ୍ଥାପିତ କରାଯାଇ କୁହାଯାଇଛି ଯେ ପାକିସ୍ତାନର ସେନା ମୁଖ୍ୟ ଆସିଫ ମୁନିର ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କଥାବାର୍ତ୍ତା ହୋଇଛି ଏବଂ ପାକିସ୍ତାନର ମଧ୍ୟସ୍ଥତାରେ ଇସଲାମାବାଦରେ ଏକ ବୈଠକ ବସିବ ଆଉ ଯୁଦ୍ଧର କେମିତି ଅବସାନ ହେବ ସେ ନେଇ ଆଲୋଚନା କରାଯିବ। ତେବେ ଗୋଟିଏ ପଟେ ସର୍ବବୃହତ ଓ ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କର ବାଚଳାମୀ ତାଙ୍କର ଅପରିପକ୍ୱ ମନ୍ତବ୍ୟ ଏହି ଯୁଦ୍ଧ ସମୟରେ ବେଶ ବିବାଦୀୟ ହୋଇଥିବା ବେଳେ ଆତଙ୍କବାଦ ଉପରେ ବିଶ୍ୱାସ କରୁଥିବା ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ଓ ରକ୍ତର ହୋଲି ଖେଳୁଥିବା ଦେଶ ପାକିସ୍ତାନ ଯୁଦ୍ଧର ଅବସାନ ଘଟାଇବା ପାଇଁ କେମିତି ମଧ୍ୟସ୍ଥତା କରିବ ତାକୁ ନେଇ ସାଧାରଣରେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଆମେରିକା ଇସ୍ରାଏଲ ଓ ଇରାନର ଯୁଦ୍ଧରେ ଏବେ ଇସଲାମାବାଦରେ ଏକ ବୈଠକ ହେବାକୁ ଯାଉଛି। ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ତେବେ କୁହାଯାଉଛି ଇସଲାମାବାଦରେ ଏହି ବୈଠକ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ଶରୀଫ, ମିଶ୍ର ଦେଶ ଓ ତୁର୍କୀର ନେତୃତ୍ୱଙ୍କୁ ନେଇ ଆମେରିକା ଓ ଇସ୍ରାଏଲର ଉପସ୍ଥିତିରେ କରିବେ। ଏହି ବୈଠକରେ କୁଆଡ଼େ ଆମେରିକାର ଉପରାଷ୍ଟ୍ରପତି ସାମିଲ ହୋଇପାରନ୍ତି, ତା ସହିତ ଇସ୍ରାଏଲରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜଣେ ଅଧିକାରୀ ସାମିଲ ହେବାର ସମ୍ଭାବନା ରହିଛି। ତେବେ ବୈଠକ କେତେ ସଫଳ ହେବ ସେ ତ ଭିନ୍ନ କଥା, କିନ୍ତୁ ୟୁକେ ବେସ୍ଡ ଫାଇନାନ୍ସିଆଲ ଟାଇମ୍ସର ଗୋଟିଏ ରିପୋର୍ଟରେ ଇସଲାମାବାଦ ଆଗକୁ ମଧ୍ୟସ୍ଥତା କରିବ, ଇରାନ ଆମେରିକା ଓ ଇସ୍ରାଏଲର ଯୁଦ୍ଧରେ ଅବସାନ ପାଇଁ ଉଦ୍ୟମ କରିବ ବୋଲି କୁହାଯାଉଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ସେନା ମୁଖ୍ୟ ମୁନିର ବା ଆସିଫ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହୋଇଛନ୍ତି। ଅବଶ୍ୟ ରିପୋର୍ଟକୁ ନେଇ ସାଧାରଣରେ ଗୋଟିଏ ଦ୍ୱନ୍ଦ୍ୱ ରହିଛି, କାହିଁକି ନା ଯେତେବେଳେ ଦୁଇ ଦେଶର ଆଲୋଚନା ହୁଏ ସେତେବେଳେ ଦୁଇ ଦେଶର ସମକକ୍ଷ ନେତା ବସନ୍ତି ବା ଫୋନରେ କଥାବାର୍ତ୍ତା ହୁଅନ୍ତି। ଅର୍ଥାତ୍ ଆମେରିକା ରାଷ୍ଟ୍ରପତି ଯଦି କଥା ହେବାକୁ ଚାହିଁଥାନ୍ତେ ତେବେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥାନ୍ତେ, କିନ୍ତୁ ଆମେରିକାର ସର୍ବୋଚ୍ଚ ନେତା ବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ସେନା ମୁଖ୍ୟ ଆସିଫ ମୁନିରଙ୍କ ସହିତ ଯୁଦ୍ଧର ଅବସାନ ବିଷୟରେ କାହିଁକି ଆଲୋଚନା କରିବେ? ସେ ଯାହା ହେଉନା କାହିଁକି ଏମିତି କିଛି ରିପୋର୍ଟ ବର୍ତ୍ତମାନ ତିଆରି କରାଯାଉଛି ନା ପାକିସ୍ତାନ ଏଭଳି ରିପୋର୍ଟ ସୃଷ୍ଟି କରି ଗୋଟିଏ ପ୍ରହେଳିକା ତିଆରି କରିବା ପାଇଁ ଉଦ୍ୟମ କରୁଛି ସେ ନେଇ ବି ଆଲୋଚନା କରାଯାଉଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଯୁଦ୍ଧ ସମୟରେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ 5 ଦିନିଆ ବିରତି ଘୋଷଣା କରିଛନ୍ତି। ଅର୍ଥାତ୍ ଆମେରିକା କୌଣସି ପ୍ରକାର ଆକ୍ରମଣ କରିବ ନାହିଁ ଇରାନର ଉପରେ, ଇରାନର ସାମରିକ ଘାଟି ଏବଂ ତୈଳ ଭଣ୍ଡାର ଗୁଡ଼ିକୁ ଟାର୍ଗେଟ କରାଯିବ ନାହିଁ। ସେପଟେ କିନ୍ତୁ ଆମେରିକା ରାଷ୍ଟ୍ରପତି ଏନେଇ ଇସ୍ରାଏଲ ଓ ଆମେରିକାର ମତ ନେଇଥିବା ଦାବି କରିଥିବା ବେଳେ ଇରାନ କହିସାରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଇରାନ ନେତୃତ୍ୱ ସହିତ କୌଣସି କଥାବାର୍ତ୍ତା କରିନାହାନ୍ତି। ଏଣୁ ଏହି 5 ଦିନିଆ ବ୍ରେକ୍ ବି ଗୋଟିଏ ଅସ୍ଥିରତା ଭିତରେ ଗତି କରୁଛି। ଏଭଳି ସ୍ଥିତିରେ ପାକିସ୍ତାନ ଭଳି ଦେଶ ମଧ୍ୟସ୍ଥତା ପାଇଁ ବର୍ତ୍ତମାନ ଅଣ୍ଟା ଭିଡ଼ିଛି। ମିଶ୍ର ଦେଶ ଓ ତୁର୍କୀକୁ ନେଇ ପାକିସ୍ତାନ ଏହି ମଧ୍ୟସ୍ଥତା କରିପାରେ ଏବଂ ଇସଲାମାବାଦରେ ଏ ନେଇ 3 ପ୍ରମୁଖ ଦେଶର ଉପସ୍ଥିତିରେ ଅର୍ଥାତ୍ ଆମେରିକା, ଇସ୍ରାଏଲ ଓ ଇରାନର ଉପସ୍ଥିତିରେ ପାକିସ୍ତାନ, ତୁର୍କୀ ଓ ମିଶ୍ର ଦେଶର ନେତୃତ୍ୱ ଯୁଦ୍ଧର ଅବସାନ ପାଇଁ ଗୋଟିଏ ଆଲୋଚନା ବା ବୈଠକ କରିପାରନ୍ତି। କିନ୍ତୁ ଏ ତମାମ ଖବର ବର୍ତ୍ତମାନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହ୍ୱାଇଟ୍ ହାଉସ୍ ତରଫରୁ ବିଶ୍ୱସ୍ତ ନ୍ୟୁଜ ସରବରାହ ସଂସ୍ଥା ଏଏନ୍ଆଇକୁ କୁହାଯାଇଛି ବର୍ତ୍ତମାନ ଯୁଦ୍ଧର ସମୟ ଇଏ ଅତି ସମ୍ବେଦନଶୀଳ ସମୟ ଦେଇ ପାକିସ୍ତାନ, ଆମେରିକା, ଇରାନ ଓ ଇସ୍ରାଏଲ ଗତି କରୁଛନ୍ତି। ଏଣୁ ଯୁଦ୍ଧର ଅବସାନ ସମ୍ପର୍କିତ ବୈଠକ କେଉଁଠି ହେବ, କିଏ ଏହାର ନେତୃତ୍ୱ ନେବେ, କେଉଁ ସବୁ ଦେଶ ଏବଂ କେଉଁ ସବୁ ନେତୃତ୍ୱଙ୍କୁ ନେଇ ଆଲୋଚନା ହେବ, ଯେପର୍ଯ୍ୟନ୍ତ ହ୍ୱାଇଟ୍ ହାଉସ୍ ଗୋଟିଏ ଔପଚାରିକ ଭାବରେ ଘୋଷଣା କରିନାହିଁ ସେ ନେଇ ଆକଳନ କରିବା ଉଚିତ ନୁହେଁ। ଏ ତମାମ ଘଟଣା ଭିତରେ କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ ପାକିସ୍ତାନ ଭଳି ଦେଶ ଯେତେବେଳେ ଯୁଦ୍ଧ ପାଇଁ ମଧ୍ୟସ୍ଥତା କରିବାର ଅଣ୍ଟା ଭିଡ଼ିବେ ସେତେବେଳେ କିଛି ବଡ଼ ପ୍ରଶ୍ନ ସୃଷ୍ଟି ହେବ, କାହିଁକି ନା ପାକିସ୍ତାନ ହେଉଛି ସେହି ଦେଶ ଯେଉଁ ଦେଶର ନେତାମାନେ କୂଟନୈତିକ ସ୍ତରରେ ଭାରି ଅପରିପକ୍ୱ, ଯେଉଁ ଦେଶ
ଶାନ୍ତି ଅପେକ୍ଷା ଆତଙ୍କୀ କାର୍ଯ୍ୟକଳାପ ଏବଂ ରକ୍ତର ଖେଳ ଉପରେ ଅଧିକ ବିଶ୍ୱାସ କରେ। ଯେଉଁ ଦେଶର ଅର୍ଥନୈତିକ ଓ ସାମରିକ ସ୍ଥିରତା ନାହିଁ, ଅପରପକ୍ଷରେ ଆମେରିକା ଭଳି ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଛି, କିନ୍ତୁ ଯୁଦ୍ଧ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭୂମିକା ବେଶ୍ ବିବାଦୀୟ ହୋଇଛି। ସେ ହର୍ମୁଜ ପ୍ରଣାଳୀ ଉପରେ ତାଙ୍କର ଆଭିମୁଖ୍ୟ କଥା କୁହାଯାଉ, ଯୁଦ୍ଧର ବିରତି ନେଇ ଇରାନ ସହ ଆଲୋଚନା କଥା କୁହାଯାଉ, କିମ୍ବା ଇସ୍ରାଏଲ ସହିତ ଆମେରିକା ସମାନ୍ତରାଳ ଭାବରେ ଯୁଦ୍ଧ ଲଢ଼ିବାର ଘୋଷଣା କରିବା କଥା, ଏସବୁ କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଦୁଇଟି ମନ୍ତବ୍ୟ ବା ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଏଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ ପ୍ରକୃତରେ ଯୁଦ୍ଧ ଅବସାନ କରିବା ପାଇଁ ଏହି ବୈଠକରେ ସାମିଲ ହେବେ କି, ଏବଂ ଯଦି ଏହି ଦୁଇ ନେତା ନିଜେ ଉପସ୍ଥିତ ରୁହନ୍ତି ବା ନିଜର ଅଧସ୍ତନ କର୍ମଚାରୀଙ୍କୁ ନେତୃତ୍ୱ ଭାବରେ ସେଠାକୁ ପଠାନ୍ତି, ତେବେ ସେମାନଙ୍କ ଆଲୋଚନା କେତେ ଫଳପ୍ରଦ ହେବ ସେ ନେଇ ମଧ୍ୟ ବର୍ତ୍ତମାନ ସାଧାରଣରେ ଅନେକ ଆଶଙ୍କା ରହିଛି। ଏସବୁ ଭିତରେ ବର୍ତ୍ତମାନ ଯୁଦ୍ଧରେ ଯେତେବେଳେ ସାମୟିକ ବ୍ରେକ୍ ଲାଗିଛି, ପାକିସ୍ତାନ ମଧ୍ୟସ୍ଥତା କରୁ କରୁ ଏହି ସାମୟିକ ବ୍ରେକ୍ ବି ହଟିଯିବ ଏବଂ ଏହା ଆହୁରି ଉଗ୍ର ରୂପ ନେବ, ଏଭଳି ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। କାହିଁକିନା ଯୁଦ୍ଧର ଅବସାନ ଘଟାଇବା କ୍ଷେତ୍ରରେ ଏବଂ ଆମେରିକା ଯେତେବେଳେ ଗୋଟିଏ ସର୍ବଶକ୍ତିଶାଳୀ ରାଷ୍ଟ୍ର ବା ସବୁଠାରୁ ଶକ୍ତିଶାଳୀ ଦେଶ ବୋଲି କୁହାଯାଉଛି, ସେତେବେଳେ ପାକିସ୍ତାନର କୂଟନୈତିକ ସାମରିକ ଅପରିପକ୍ୱତା ରହିଛି। ଏଣୁ ପାକିସ୍ତାନ ଯଦି ମଧ୍ୟସ୍ଥତା କରେ, ଏ ଯୁଦ୍ଧ ପ୍ରକୃତରେ ବନ୍ଦ ହେବ ନା ଗୋଟିଏ ଅସ୍ଥାୟୀ ଭାବରେ ବନ୍ଦ ଘୋଷଣା କରାଯାଇ ଭିତରେ ଭିତରେ ଅସନ୍ତୋଷ ଆହୁରି ଦାନା ବାନ୍ଧିବ, ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଛିଡ଼ା ହେଉଛି। ଏସବୁ ଭିତରେ ଇସଲାମାବାଦରେ କିନ୍ତୁ ବୈଠକ ହେବାକୁ ଯାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେଉଁମାନେ ଏ ବୈଠକରେ ସାମିଲ ହୋଇପାରନ୍ତି ସେ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ପୁରା ଯୁଦ୍ଧ ଭିତରେ ପାକିସ୍ତାନର ଭୂମିକା। ପାକିସ୍ତାନ ନା ଆମେରିକାର କୌଣସି ପ୍ରକାର ସମର୍ଥନ ପାଉଥିଲା, ନା ଇରାନ ପାକିସ୍ତାନର ସମର୍ଥନ ଲୋଡୁଥିଲା। ଆହୁରି ଗୋଟିଏ କଥା ଯେ ଯୁଦ୍ଧ ଭୂମିରେ ଯେତେବେଳେ ସାଉଦି ଆରବ ଉପରେ ଆକ୍ରମଣ ହେଉଥିଲା, ସେତେବେଳେ ନିଜର ସାମରିକ ଚୁକ୍ତି ଅନୁଯାୟୀ ପାକିସ୍ତାନ ସାଉଦି ଆରବ ସହ ବି ଛିଡ଼ା ହୋଇପାରିଲା ନାହିଁ। କେବଳ ଇରାନ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କଲା, କିନ୍ତୁ ପୂର୍ବରୁ କେମିତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଗୋଲାମଗିରି କରିବାକୁ ଯାଇ କେମିତି ଆମେରିକା ରାଷ୍ଟ୍ରପତି ଅପରେସନ ସିନ୍ଦୁର ସମୟରେ ପାକିସ୍ତାନର ଜନତାଙ୍କୁ ବଞ୍ଚେଇ ଦେଇଛନ୍ତି, ସେଭଳି ମତ ଦେବାକୁ ମଧ୍ୟ ପଛେଇ ନାହାନ୍ତି। ଅର୍ଥାତ୍ ପାକିସ୍ତାନ ଗୋଟିଏ ଏମିତି ଦେଶ ଯିଏ ଇରାନର ସର୍ବୋଚ୍ଚ ନେତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଛି, କିନ୍ତୁ ନା ଇରାନ ସହ ତାର ବିଶ୍ୱସନୀୟତା ରହିଛି, ନା ସେ ସାଉଦି ଆରବ ସହିତ ନିଜର ସାମରିକ ଚୁକ୍ତିକୁ ଜାହିର କରିପାରିଛି, ନା ଆମେରିକା ସହିତ କୂଟନୈତିକ ସମ୍ପର୍କ ଆଗକୁ ନେଇପାରିଛି। ଏଣୁ ଯୁଦ୍ଧ ଭୂମିର ଏ ବିରତି ଭିତରେ ପାକିସ୍ତାନର ଇସଲାମାବାଦରେ ଯୁଦ୍ଧ ବିରତିର ସମ୍ପୂର୍ଣ୍ଣ ଅବସାନ ଘଟାଇ କେମିତି ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସେ ନେଇ ଆଲୋଚନା କେତେ ଦୂର ଫଳପ୍ରଦ ହେବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। କାହିଁକି ନା ପାକିସ୍ତାନର ଦୋଗଲାପନ ବା ଦୋମୁହାଁ ନୀତି ବିଭିନ୍ନ ସମୟରେ ବିଶ୍ୱ ଦେଖିଛି। ଏଣୁ ପାକିସ୍ତାନ ସତରେ ଏ ଯୁଦ୍ଧର ଅବସାନ ଚାହୁଁଛି, ନା ନିଜର ବାହାସ୍ଫୋଟ ନେବା ପାଇଁ ଆମେରିକା ଇରାନ ଓ ଇସ୍ରାଏଲ ଭିତରେ ଯୁଦ୍ଧର ଅବସାନ ଘଟାଇବାର ଦୃଢ଼ୋକ୍ତି ପ୍ରକାଶ କରି କେବଳ ଏକ ପୁଞ୍ଜୀଭୂତ ଅସନ୍ତୋଷକୁ ଭିତରେ ଭିତରେ କୁହୁଳିବା ପାଇଁ ମଇଦାନ ପ୍ରସ୍ତୁତ କରୁଛି, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଦର୍ଶକ ବନ୍ଧୁ, ଅପେକ୍ଷା ରହିବ ଯେ ପ୍ରକୃତରେ ଆଗାମୀ ସମୟରେ ଏନେଇ ପାକିସ୍ତାନରେ କ'ଣ ଗତିବିଧି ସାମ୍ନାକୁ ଆସୁଛି। ଆମେରିକା, ଇସ୍ରାଏଲ ଓ ଇରାନ ଭଳି ଦେଶ ପାକିସ୍ତାନ ଉପରେ କ'ଣ ସତରେ ଭରସା କରିପାରୁଛନ୍ତି କି? ଆଉ ଯଦି ଏ ଭରସା କରୁଛନ୍ତି, ଏ ଭରସା ଅତୁଟ ରହିବ ନା ଭାଙ୍ଗିଯିବ? ଅର୍ଥାତ୍ ଯୁଦ୍ଧ ବନ୍ଦ କରିବା ପାଇଁ ବୈଠକ ହେବ, କିନ୍ତୁ ଭିତରେ ଭିତରେ ଅସନ୍ତୋଷ ଯଦି ଆହୁରି ଦାନା ବାନ୍ଧେ, ଆଗାମୀ ସମୟରେ ଏହା ଭୟଙ୍କର ବିସ୍ଫୋରଣର ରୂପ ନେଇପାରେ। ଏଣୁ ପାକିସ୍ତାନ ଭଳି ଅପରିପକ୍ୱ ଦେଶ ପ୍ରକୃତରେ ଏଭଳି ଶାନ୍ତି ପାଇଁ ଉଦ୍ୟମ କରିବା ସାଧାରଣରେ ଗୋଟିଏ ଚର୍ଚ୍ଚା ଏବଂ ଆଲୋଚନାକୁ ଖୋରାକ ଯୋଗାଇଛି ଯେ ନିଜର ସ୍ଥିତି ଦୁର୍ବଳ, କିନ୍ତୁ ବିଶ୍ୱ ସମୁଦାୟ ନିକଟରେ ନିଜକୁ ଭାରି ପାରିବା ପଣିଆ କହିବା ପାଇଁ ପାକିସ୍ତାନ ନେତାଙ୍କର ଇଏ କସରତ। ସେ ଯାହା ହେଉନା କାହିଁକି
प्रकृत में आगामी समय ए बैठक केमिति रूप नेउछि बैठक हेउछि कि नहीं अमेरिका और इस्राएल को ग्रहण करुछंती कि नहीं ईरान रा अभिमुख्य कौन रहउछि से संपर्कित अपडेट भी आमे आपनक सामने रखिबु एभली खबर देखिबा पई न्यूज रूम को हम सोशल मीडिया साइट फेसबुक और यूट्यूब रे लाइक करंतु हम चैनल को सब्सक्राइब करंतु वीडियो को शेयर करंतु और निजर मतामत कमेंट बॉक्स रे लिखिबा को आदौ भूलंतुनी रहउछि नमस्कार।